ମୁଁ ଶ୍ରୀକାନ୍ତ ପରିଡ଼ା, ସଭାପତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ। ନାଇଁ ଆକ୍ଚୁଆଲି କାଲି ମାନେ ଆଜି ଭୋରୁ ମତେ ବାଲେଶ୍ୱର ଆସୋସିଏସନର ପ୍ରେସିଡେଣ୍ଟ ବାଦଲ ବାବୁ ଫୋନ କରିଥିଲେ ଯେ ଆମର ଗୋଟେ ରାଜନନ୍ଦିନୀ 2 ନମ୍ବର ନାମକ ଗୋଟେ ବାଲେଶ୍ୱରର ବୋଟ ଯୋଉଟା କି ଅସ୍ତରଙ୍ଗ ପାଖରେ ଫିସିଂ କରୁଥିଲା ବେଳେ ତାର ଗୋଟେ ଷ୍ଟାଫର ଛାତିରେ ମାଡ଼ ହେଇକି ସେ ପାଣି ଭିତରକୁ ସମୁଦ୍ର ଭିତରକୁ ଗଳି ପଡୁଛି। ସମୁଦ୍ର ଟିକେ ଅଶାନ୍ତ ଅଛି ତ ସେଥିପାଇଁ କି ତାର ମାନେ ସିଏ ବହୁତ ଛାତି ଯେହେତୁ ମାଡ଼ ହେଇକି ସମୁଦ୍ରରେ ଗଳି ପଡିଲା ତାକୁ ଷ୍ଟାଫ ମାନେ ଉଠେଇକି ପାରାଦୀପକୁ ନେଇକି ଆସିଲେ। ପାରାଦୀପକୁ ଯେବେ ନେଇକି ଆସିଲେ ପାରାଦୀପ ମୁହାଣରେ ସେମାନେ ଯେହେତୁ ଏବେ ଛାଡ ସମୟ ପାରାଦୀପ ମୁହାଣ ଦେଇକି ବୋଟ ଆସିପାରିବ ନାହିଁ, ଖାଲି ହାଇ ଟାଇଡ ରେ ହିଁ ବୋଟ ଯାଉଛି ଆଉ ହାଇ ଟାଇଡ ରେ ହିଁ ବୋଟ ଯାଉଛି ବା ବୋଟ ଆସୁଛି। ତ ଆପଣ ମାନେ ଏଇଟା ବାରମ୍ବାର ମତ୍ସ୍ୟଜୀବୀଙ୍କ ତରଫରୁ ଦାବି ବି ରହିଛି ଯେ ମୁହାଣକୁ ତୁରନ୍ତ ଡ୍ରେଜିଂ କରାଯାଉ ବୋଲି। ଯେହେତୁ ମୁହାଣ ଡ୍ରେଜିଂ ହେଇନି ଛାଡରେ ସେ ଭେସେଲ ପାରାଦୀପ ଫିସିଂ ହାର୍ବରକୁ ଆସିପାରିଲା ନାହିଁ, ଆମେ ପାରାଦୀପ କଣ୍ଟ୍ରୋଲ ରୁମ ରେ କଥା ହେଇକି ସେ ବୋଟ କୁ ପାରାଦୀପ ପୋର୍ଟ ଜେଠିରେ ଲଗେଇଲୁ। ଆମର ଯୋଉ ମେରାଇନ ଜେଠି ଅଛି ସେ ଜେଠିରେ ଲଗେଇକି ଏବେ ସେ ଷ୍ଟାଫ କୁ ଆମେ ଷ୍ଟେଟ ମେଡିକାଲ କୁ ନେଇକି ଆସିଥିଲୁ। ଏବେ ତାକୁ କଟକ ସ୍ଥାନାନ୍ତରଣ କରାଗଲା। ଦୁଃଖର ବିଷୟ ଯେ ଆମର ଇଷ୍ଟ କୋଷ୍ଟରେ ଓଡିଶା ଉପକୂଳରେ ଯେତେକ ଇଣ୍ଡଷ୍ଟ୍ରି ଉପୁଜିଛି ସବୁ ପାରାଦୀପରେ। ଆଇଓସିଏଲ, ଇଫକୋ, ଏସଆର, ପିପିଏଲ, ପାରାଦୀପ ପୋର୍ଟ ସମସ୍ତେ ନିଜ ନିଜର ଆଡଭର୍ଟାଇଜ କରିବାରେ ବ୍ୟସ୍ତ, ନିଜ ନିଜର ବାହାଇ ଲୁଟିବାରେ ବ୍ୟସ୍ତ। ସେମାନେ ପାରାଦୀପର ପାଣି ମାଟି ଆଉ କଣ ପଲ୍ୟୁସନ କରୁଛନ୍ତି କଣ କରୁଛନ୍ତି ସେଟା ନ କହିଲେ ଭଲ। ଆଗାମୀ ଦିନରେ କଣ ହବାକୁ ହବ ଆପଣ ବି ମାନେ ବି ସମସ୍ତେ ଦେଖିବେ। କିନ୍ତୁ ଦୁଃଖର ବିଷୟ ଏତେ ଗୁଡେ ପଇସା ସେମାନେ ଏଠି ରୋଜଗାର କରୁଛନ୍ତି ଅଥଚ ଗୋଟେ ପାରାଦୀପବାସୀ ହଉ ସେ ମତ୍ସ୍ୟଜୀବୀ ହଉ ସେ ଗରିବ ଲୋକଟିଏ ହଉ ସେ ଧନୀ ଲୋକଟିଏ ବି ହଉ ଯାହାର ଯଦି ଇମର୍ଜେନ୍ସିରେ ପାରାଦୀପରେ କିଛି ହଉଛି ତାଙ୍କ ପାଇଁକି ତୁରନ୍ତ ଚିକିତ୍ସା ପାଇଁକି କିଛି ବି ବ୍ୟବସ୍ଥା ନାହିଁ। ତ ଏଇଟା ବାରମ୍ବାର ଅଲରେଡି ଆଗରୁ ବି ଆମେ ଦାବି କରିଛୁ। ଆମେ ସେ ମୁହାଣ ଡ୍ରେଜିଂ କଥା ହଉ ସେ ହସ୍ପିଟାଲର ଅବସ୍ଥା ପାରାଦୀପର କଥା ହଉ ତ ଆମେ ଏତିକି ମାନେ ଗଣମାଧ୍ୟମରେ ଆପଣଙ୍କ ଦ୍ଵାରା ଆମେ ସମସ୍ତଙ୍କୁ ସରକାରକୁ ବି ଜଣେଇ ରଖିବାକୁ ଚାହୁଁଛୁ ଯେ ପାରାଦୀପରେ କୋଟି କୋଟି ଟଙ୍କା ରୋଜଗାର ହଉଛି, ଇଣ୍ଡଷ୍ଟ୍ରି ମାନେ ରୋଜଗାର କରୁଛନ୍ତି ଆଉ ସେ ପଇସାକୁ ସେମାନେ ଆଟଲିଷ୍ଟ ଏ ଲୋକଙ୍କର କିଛି ମଙ୍ଗଳ କାମରେ ଲଗାନ୍ତୁ। କିଛି ଗୋଟେ ହସ୍ପିଟାଲ ଏଠି ଗୋଟେ ସୁପର ଫ୍ୟାସିଲିଟିଜ ହସ୍ପିଟାଲ ହେଲେ ଆଟଲିଷ୍ଟ ଗୋଟେ ଲୋକମାନଙ୍କର ସେ କଟକ ପଛେ ଯାଆନ୍ତୁ କିନ୍ତୁ ଏଠୁ ବଞ୍ଚିକି ଯାଆନ୍ତୁ। এই যে পরিস্থিতি মু আজ সকালু দেখিলি এটা দেখিকি মতে নিজকু মু নিজ ভিতরু মতে বহুত কষ্ট লাগিলা যে পারাদীপরে এতে গুড়ে ইন্ডস্ট্রি থিবা অবস্থায় বি গোটে হসপিটাল নাই যে আমি পেসেন্ট কু নেইকি ইমর্জেন্সি আমি আডমিট করি পারিবা সুবিধা থান্তা তো আমু কেবে বি কটক या ভুবনেশ্বর যাওয়া পড়ন্তানি। কিন্তু আমু যে মানে ফার্স্ট এড পৌঁছু যাহা চিকিৎসা দরকার সেতিকি ବି ମିଳିପାରୁନି, ଖାଲି ଅକ୍ସିଜେନ ଟେ ଲଗେଇ ଦେଇକି ବା ତାଙ୍କୁ ଇଞ୍ଜେକ୍ସନ ଦେଇକି ଆମେ କଟକ ପଠେଇବାକୁ ପଡୁଛି। ତ ଦୁଃଖର ବିଷୟ ଯେ ସମସ୍ତେ ଏଠି ସବୁ ବଡ ବଡ ଇଣ୍ଡଷ୍ଟ୍ରିଜ ଗୁଡା ଥାଇକି ବି ମାନେ ହଜାର ହଜାର କୋଟିର ପ୍ରଫିଟ କରିକି ବି ପାରାଦୀପରୁ ହେଲେ ପାରାଦୀପବାସୀ ଗୋଟେ ସାଧାରଣ ଚିକିତ୍ସାଟେ ପାଇପାରୁନାହାନ୍ତି। ଏଇଟା ଦୁଃଖର ବିଷୟ।